ତ ପିଲାମାନେ ଆଜି ଆମେ ସେଇ ଛୋଟ ମୋର ଗାଁଟି କବିତା ଟିକେ ପାଠ କରିବାକୁ କବି ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରଗତିବାଦର ଝଳ ସୃଷ୍ଟି କରିବା ଥିବା ଗାଁଟିକୁ ମାଟିର ତୃଣ କବି ସଚିଦାନନ୍ଦ ରାଉ ରାଉଙ୍କର ବହୁତ ଚର୍ଚ୍ଚିତ କବିତା ବାର୍ତ୍ତା ପାଠ କରିବାକୁ ଯାଉଛି। କବିତାକୁ ତମେ ମାନେ ଭଲ ଭାବେ ବୁଝିବ, ବୁଝିପାରିଲା, ଭଲ ଭାବରେ ପଢିବା। ଆଉ ଗୋଟେ କଥା ହଉଛି ତାଙ୍କର ଗୋଟେ କବିତା ଅଛି ଯାହା ମାଟିର ସେଇ ସରଗପୁର ସେଇଠି ଅଛି ମୋ ସେଇଠି ଘର ଜଳିବ ପୁଣି ସେଇଠି ଶେଷ ମୋହରି ଚିତା ନିଆଟି ଛୋଟ ମୋହରି ଗାଁଟି। ତାହେଲେ ପିଲେ ପ୍ରଥମେ ଆମେ ଜାଣିଲେ ଏବେ ଆମେ ଜାଣିବା କବିଙ୍କର ପରିଚୟ ବିଷୟରେ। କାରଣ କବିଙ୍କ ପରିଚୟ ବିନା କବିତା ଅଧୁରା, ବୁଝିପାରିଲା। କବିତାକୁ ଟିକେ ବୁଝିବାକୁ ହେଲେ କବିତାକୁ ବୁଝିବାକୁ ପଡିବ, ବୁଝିପାରିଲା। ଦେଖ ହେଲେ କେଉଠୁ ଜନ୍ମ ହୋଇଥିଲେ? 1916 ମେ ମାସ 13 ତାରିଖ ଦିନ, ବୁଝିପାରିଲା। ଖୋର୍ଦ୍ଧାର ଗୁରୁଜଙ୍ଗ ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ଜନ୍ମ ହୋଇଥିଲେ। ବାପା ଥିଲେ ପ୍ରସନ୍ନ କୁମାର ରାଉତରାୟ, ମାତା ଥିଲେ ମିତା ଦେବୀ, ବୁଝିପାରୁଛନ୍ତି। ଏବଂ ଦେଖ କେମିତି ଲେଖିଛନ୍ତି ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ କେତେ, ତାଙ୍କର ରଚନା ସମଭାବରେ ଆସୁଛି ନା। ପାର୍ଥେୟ ବାଜିରାଉତ ପିଲେ ବାଜିରାଉତ ବହୁତ ଚର୍ଚ୍ଚିତ। କିଏ? ବାଜିରାଉତ ଅଭିଯାନର ରକ୍ତଶିଖା, ପଲ୍ଲୀଶ୍ରୀ, ହଂସତ, ଅଭିଜ୍ଞାନ, ଭାନୁମତିର ଦେଶ, ପାଣ୍ଡୁଲିପି। ଆମେ ଏଇ ଯୋଉ କବିତାଟେ ପଢିବା, ଏହା କଣ ପାଣ୍ଡୁଲିପି ଆସିଛି। ସ୍ୱର୍ଗତ କବିତା 1962, ଏଇ କବିତାଟି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀରେ ପୁରସ୍କାର ପାଇଥିଲେ, ବୁଝିପାରିଲା। କବିତା 1962 ସେ ମଧ୍ୟ ଲେଖିଛନ୍ତି। କବିତା 1959 କବିତା 1961 କବିତା 1964 କବିତା 1983 କବିତା 1985 କବିତା 1987 କବିତା 1987 ମଧ୍ୟ ମନେ ରଖିଥିଲେ। ତାଙ୍କୁ ସାହିତ୍ୟ ଆମ ଦେଶର ସାହିତ୍ୟରେ ସବୁଠୁ ବଡ ସମ୍ମାନ, ଉଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ମିଳିଥିଲା 1987। ଏଇ ସମସ୍ତ ସର୍ବଦାନ ପାଇଁ ସାହିତ୍ୟ ଏବଂ କବିତା 1940 ମଧ୍ୟ ତାଙ୍କର ଗୋଟେ କବିତା, ତାଙ୍କ ପଦ୍ମଶ୍ରୀ ଉପାଧି ମଧ୍ୟ ମିଳିଥିଲା 1962। ମନେ ରଖିଦେବେ ବୋଲି ସେ ହେଉଛନ୍ତି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ। ସମସ୍ତେ ତାଙ୍କୁ ସତୀ ରାଉତ ବୋଲି କହୁଛନ୍ତି, ଲୋକପ୍ରିୟ ତାଙ୍କର ନାଇଁ କି। ତେଣୁ ଏଇ ଯୋଉ ଭଳି ଭାବରେ ଦେଖଲେ ସେ ଉପନ୍ୟାସ ମଧ୍ୟ ଲେଖିଛନ୍ତି। ଚିତ୍ର ବୁଝିପାରିଲା। ପ୍ଲିଜ ଦେଖ
ଗଳ୍ପ ଲେଖିଛନ୍ତି ମଶାଣିର ଫୁଲ ମାଟିର ଚାଷ ଛାଇ ମାଙ୍କଡ ଓ ଅନ୍ୟାନ୍ୟ ଗଳ୍ପ ପ୍ରବନ୍ଧ ଲେଖିଛନ୍ତି। ସାହିତ୍ୟରେ ମୂଲ୍ୟବୋଧ ସାହିତ୍ୟ ବିଚାର ଓ ମୂଲ୍ୟବୋଧ ବୁଝିପାରିଲ ଏବଂ ତାଙ୍କେ ନିଜର ଆତ୍ମଜୀବନ ହଉଛି ଉତ୍ତର କକ୍ଷ ବୁଝିପାରିଲା। ଏବଂ ଆମେ ମଧ୍ୟ ଓଡିଆ ସାହିତ୍ୟର ଯୋଉ ଯୁଗ କଥା ପଢିଥିଲେ ଦେଖୁଥିଲେ ଆମେ ମାନେ ଜାଣିଛେ ମୁଖ୍ୟତଃ ତିନୋଟି ଯୁଗ ସବୁଜ ଯୁଗ କଥା କହିବା, ପ୍ରଗତି ଯୁଗ କଥା କହିବା, ପ୍ରୟୋଗବାଦୀ କଥା କହିବା। ଏଇ ତିନୋଟି ଆଙ୍କ ଯୁଗରେ ଲେଖିଥିଲେ କିଏ? କବି ସଚିଦାନନ୍ଦ ଆଉ ବୁଝିପାରିଲେ ନା ନାଇଁ? ତାହେଲେ ଆମେ ଛୋଟ ମୋର ଗାଁଟିରେ ପଲ୍ଲୀଶ୍ରୀ କବିତା ପଢୁଛେ ଯେଉଁଠି କି ଛୋଟ ମୋର ଗାଁଟିରେ କବି ଆଜି କାହିଁକି ବାର୍ତ୍ତା ଲେଖିଛନ୍ତି ବୁଝିପାରିଲା। ବାର୍ତ୍ତାରେ ଲେଖିବାକୁ ଚାହୁଁଛନ୍ତି କିଭଳି ସାମ୍ୟବାଦର ବାର୍ତ୍ତା ଲେଖି ଦେଉଛନ୍ତି ବା କିଭଳି ଯୋଉ ସମାଜରୁ ଶ୍ରେଣୀହୀନ ସମାଜରୁ ସଂଗଠ କରିବା ପାଇଁ ସମାଜରେ ଯୋଉ ଭେଦଭାବ ରହିଛି ଧନୀ ଦରିଦ୍ର ଉଚ୍ଚ ନିଚ ଭେଦଭାବର ପାତିରକୁ ଭାଙ୍ଗିଦେବା ସେଇ କଥାକୁ କହୁଛନ୍ତି। ସେ ଆଲୋଚନା କରିବା ଦେଖ କହୁଛନ୍ତି ସଚିଦାନନ୍ଦ ରାୟ ଶତାବ୍ଦୀର ସିଂହଦ୍ୱାର ଆସିଅଛି ଆଣିଅଛି ବାର୍ତ୍ତା ଭବିଷ୍ୟତର ଜୀବନର ସମ୍ଭାବନା ନାହିଁ ମୃତ୍ୟୁବନ ନାହିଁ ନାଇଁ ଯହିଁ ପ୍ରାଚୀର ବନ୍ତର ଜାଗ ହେ ମାନବ ଶିଶୁ ଜାଗ ହେ ନର ଜାଗ ହେ ଧରି ଲୌକିକ ଜ୍ଞାନ। କବି ଏଠାରେ ଗୋଟେ ବାର୍ତ୍ତା ଦେଉଛନ୍ତି ସାଧାରଣ ମଣିଷ ମାନଙ୍କୁ। ନିର୍ଯାତିତ ବିସ୍ଫୋରିତ ମଣିଷ ମାନଙ୍କୁ ଏବଂ କହୁଛନ୍ତି କଣ କହୁଛନ୍ତି ନା ଗୋଟେ ଦୂତଟି ଆସିଛି। କେଉଁଠୁ ଆସିଛି ଦୂତ? ସିଂହ ଦୁଆରରୁ। ସିଂହ ମନ୍ଦିର କେଉଁଠି ଥାଏ? ଦେବତାଙ୍କ ପାଖରେ ଜଣେ ଦୂତ ଆସିଛି। ତାମାନେ ଦେବତା ଜଣେ ଦୂତଙ୍କୁ ପଠେଇଛନ୍ତି ବୁଝିପାରିଲା। ଜଣେ ଦୂତଙ୍କୁ ପଠେଇଛନ୍ତି ନାଟକୀୟ ଢଙ୍ଗରେ ଏଠି କବି କହୁଛନ୍ତି ଜଣେ ସିଂହ ଦୁଆରରୁ ଜଣେ ଦୂତ ଆସିଛି ଏବଂ ଏଇ ଦୂତ ସାଙ୍ଗରେ କଣ ଆସିଛି? ଗୋଟେ ବାର୍ତ୍ତା ଆଣିଛି, ଗୋଟେ ଖବର, ଗୋଟେ ସନ୍ଦେଶ, ଗୋଟେ ସମ୍ବାଦ ଆଣିଛି। ଯେଉଁ ସମ୍ବାଦ ଆଣିଛି ବୁଝିପାରିଲା, ଯେ ସମ୍ବାଦ ଆଣିଛି ନା ଶବ୍ଦର ସିଂହ ଦ୍ୱାରରୁ। କେଉଁଠୁ ଆଣିଛି? ଶବ୍ଦର। ସେ ଶବ୍ଦର ସିଂହଦ୍ୱାର କହିଲା କିଏ? କେଉଁଠୁ ଆସିଛି? ଶବ୍ଦର ସିଂହଦ୍ୱାର। ଶତାଧିକ ସିଂହ କହିଲେ କଣ? ଶତାଧିକ କହିଲେ 100 ବର୍ଷ ବୁଝିପାରିଲା। ଏଇ ଯୋଉ ଲମ୍ବା ସମୟ 100 ବର୍ଷ 100 ବର୍ଷ ଧରି ଯେଉଁ ଲମ୍ବା ସମୟକୁ ଭାଙ୍ଗି ଲମ୍ବା ସମୟକୁ ଅନ୍ତ କରି ବୁଝିପାରିଲା ଦେବତା ପାଖରୁ ବୁଝିପାରିଲା ଦେଖ କହିଲେ ସିଂହ ଦ୍ୱାରରୁ ଗୋଟେ ଦୂତ ଆସିଛି ଏବଂ ତାଙ୍କ ସାଙ୍ଗରେ ଆଶା କଣ କରିଛି? ଗୋଟେ ବାର୍ତ୍ତା ଆଣିଛି, ଗୋଟେ ଖବର ଆଣିଛି। କି ଖବର? ଭବିଷ୍ୟତର ଖବର। ତାହେଲେ ଆଜି ଜାତି ଆଣିଛି ନା ଯୋଉ ଗୋଟେ 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 ସମ୍ମାନ ଗଠନ ହବ, ଗୋଟେ ଶ୍ରେଣୀହୀନ ଶୋଷଣ ମୁକ୍ତ ସମାଜ ଗଠନ କରିବା ପାଇଁ କେମିତି ସାଧାରଣ ମଣିଷଟିଏ ଉଚ୍ଚ ନିଚର ଭାବ ପାଉନଥିବ, ଧନୀ ଗରିବ ଭେଦଭାବ ନଥିବ, ସେଇଭଳି ଗୋଟେ ଭବିଷ୍ୟତର ବାର୍ତ୍ତା ଆଣିଛି। ଏବଂ ଆଉ କଣ କହୁଛନ୍ତି? ଏହି ସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ଆଜି ପାଇଁ ସେତିକି।